ଟିକେ ଶୁଣିବ କିଏ? ହଁ ଟିକେ ଶୁଣ ଶୁଣ ଭାଇ ଟିକେ ଶୁଣ। ଆଗରେ ଗୋଟେ ପ୍ରାସାଦ ଦେଖିଛ କି? ଓ ପ୍ରସାଦ ନା 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 କଣ ହେଇଛି କେଜାଣି ଆଜିକାଲି ଆଉ ବଡ ଦେଉଳରେ ମହାପ୍ରସାଦ ଲାଗି ହଉନି। ତୁମେ ମହାପ୍ରସାଦକୁ ଖାଲି ପ୍ରସାଦ ବୋଲି କହୁଛ? ପାପ ହବ, ମହାପାପ ହବ। ଭାଇନା ଟିକେ ବଡ ପାଟିରେ କୁହ, ଲୋକଟା କାଲ। ମୁଁ ପଚାରୁଛି ସମୁଦ୍ର କୂଳରେ କିଛି ପ୍ରାସାଦ ଅଛି ନା ନାହିଁ? ପ୍ରାସାଦ କଣ କହିଲ? ପ୍ରାସାଦ ପ୍ରାସାଦ ପ୍ରାସାଦ? ହଁ ପ୍ରାସାଦ ମାନେ କଣ? ବଡ ଘର, ଭାରି ସୁନ୍ଦର, ରାଜାଙ୍କ ଉଆସ ପରି। ଓ ନର? ହଁ ହଁ ନର। ଓ ଉଆସ? ହଁ ଉଆସ। କଣ ହେଲା? ଏ ସମୁଦ୍ର କୂଳରେ ସେ ଉଆସ କୋଉଠି ତମେ ଦେଖିଛ? ଦେଖିଛି ଦେଖିଛି, ଏଇଠୁ 2 ଡାକେ ବାଟ ହବ। ଏଇ ଯୋଉ ଝାଉଁ ବଣ ଦେଖୁଛ, ତା ଟିକେ ଆଗକୁ ଗଲେ ଯୋଉ ଝାଉଁ ବଣ ପଡିବ, ତାରି ପାଖରେ ଗୋଟେ ସୁନ୍ଦରିଆ ଉଆସ ହେଇଛି। ନାକ ସଳଖି ଚାଲିଗଲେ ପାଇଯିବ। ଶୁଣିଛି ମାଇପି ଲୋକଟିଏ ସେ ଉଆସ ତିଆରି କରିଛି। କୋଉ ରାଇଜର ରାଣୀ ହେଇଥିବ? ଏ ପୁରସ୍ତମ କ୍ଷେତ୍ରରେ କେତେ ରାଜା ମହାରାଜା ଆସି କୋଠି ବନଉଛନ୍ତି। ଇଏ ବି ସେମିତି ହେଇଥିବ। ତମେ ସେ ଉଆସକୁ ଯିବ ନା କଣ? ଆରେ ଭାଇନା 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 ତମେ ଚାଲୁନ ତ, ଏକା ବେଳକେ ଦୌଡୁଛ। ନିଜ ଇଚ୍ଛାରେ ନୁହେଁ କାଳିଆ, ପେଟର ଭୋକ ମତେ ଟାଣି ନଉଛି। ଆଜି ଏକା ବେଳକେ ଅସମ୍ଭାଳ। ଆଉ ଆଜି ଯଦି ଖାଇବାକୁ ନ ମିଳେ ତାହେଲେ ମୁଁ ନିଶ୍ଚୟ ବଳ